ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି। ଶନିବାର ଅର୍ଥାତ୍ ଜୁଲାଇ 25 ତାରିଖରେ ସୁନାବେଶ ଆୟୋଜନ ହୋଇଛି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର 6 ଥର ସୁନାବେଶ ହେଉଥିଲେ ମଧ୍ୟ ରଥ ଉପରେ ଆୟୋଜିତ ସୁନାବେଶ ଅଧିକ ଆକର୍ଷଣୀୟ। ରଥାରୂଢ ସୁନାବେଶକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରନ୍ତି। ଜଗତର ତ୍ରାଣକର୍ତ୍ତା ତଥା ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ସୁବର୍ଣ୍ଣ ଅଳଙ୍କାରରେ ଆବିଷ୍କୃତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେଇଛନ୍ତି। ପରବର୍ତ୍ତୀ ଖବର ଆସିଲା ବଡ଼ ଖବର। ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ନିଟ୍ ପେପର ଲିକ୍ ବିରୋଧରେ ଚାଲିଥିବା ପ୍ରତିବାଦ ମଧ୍ୟରେ ସେହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ଦାବି କରିବା ପାଇଁ ଦିଲ୍ଲୀର ଯନ୍ତର ମନ୍ତରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନେକ ବିରୋଧୀ ଦଳ ମଧ୍ୟ ସମାନ ଦାବି କରୁଥିଲେ। ଶନିବାର ସରକାର ଏବଂ କକରୋଜ ଜନତା ପାର୍ଟି ମଧ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଆଲୋଚନା ହେବାର ଥିଲା, କିନ୍ତୁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ଆସିଥିଲା। ତାଙ୍କ ଇସ୍ତଫା ପରେ କକରୋଜ ଜନତା ପାର୍ଟିର ସମର୍ଥକମାନେ ଯନ୍ତର ମନ୍ତରରେ ଉତ୍ସବ ପାଳନ କରୁଥିବା ଦେଖାଯାଉଛି। ପରବର୍ତ୍ତୀ ଖବର। ଭାରତୀୟ ମୁଦ୍ରା ତୁଳନାରେ ମହଙ୍ଗା ହେଲା ଡଲାର। $1 ଏବେ 96.70 ଟଙ୍କା। ଆହୁରି ମହଙ୍ଗା ହେଲା ଡଲାର। ଟଙ୍କା ତୁଳନାରେ ମହଙ୍ଗା ହେଲା ଡଲାର। ଏବେ ଏକ ଆମେରିକୀୟ ଡଲାର ଭାରତୀୟ ମୁଦ୍ରାରେ 96.70 ପହଞ୍ଚିଛି। ଏଣୁ ଆର୍ଥିକ ବଜାରରେ ହଇଚଇ ବଢିଯାଇଛି। ସେପଟେ ବ୍ରେଣ୍ଟ କ୍ରୁଡ୍ ପୁଣି ଥରେ $100କୁ ପହଞ୍ଚି ଯାଇଛି। ଏଣୁ ଆମଦାନୀ ମହଙ୍ଗା ହୋଇଛି। ତେବେ ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କ RBI ହସ୍ତକ୍ଷେପ କରିବା ଯୋଗୁଁ ପରିସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରିତ ହୋଇଛି। ହେଲେ ବି ଇଣ୍ଟ୍ରାଡେ ନିମ୍ନ ସ୍ତରର ଚାପ ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ। ଖୁବ୍ ଶୀଘ୍ର ସରକାର ମଧ୍ୟ ଯାଉଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସଂଯମିତ ପ୍ରକ୍ରିୟା ଦେଇ ଭିଡିଓ ସନ୍ଦେଶ ଜାରି କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାକୁ ପୁଣି ଥରେ ସଜାଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ସାରା ଦେଶର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ। ତୁମମାନଙ୍କ ପାଇଁ ମୋର ଗର୍ବ ଅଛି। ଲୋକତନ୍ତ୍ର, ସମ୍ବିଧାନ ଏବଂ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିବା ପ୍ରତ୍ୟେକ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ଅନେକ ଅଭିନନ୍ଦନ। ରାହୁଲ ଗାନ୍ଧୀ ନିଜ ସନ୍ଦେଶରେ ଆହୁରି କହିଛନ୍ତି, କୃଷକ, ଶ୍ରମିକ, ଗରିବ ଏବଂ ଏହି ସରକାର ଦ୍ୱାରା ଦମନର ଶିକାର ହୋଇଥିବା ପ୍ରତ୍ୟେକ ନାଗରିକଙ୍କୁ ସାମ୍ବିଧାନିକ ଉପାୟରେ ନିଜ ସମ୍ମାନ ପାଇଁ ଦୃଢ ଭାବରେ ଛିଡା ହେବାକୁ ପଡିବ। ଏହା ହିଁ ପ୍ରକୃତ ସାହସ। ଏହି ସରକାରକୁ ହଟାଇବାର ସମୟ ଆସିଗଲା। ପରବର୍ତ୍ତୀ ଖବର। ସମୁଦ୍ରରେ ବଡ଼ ଅଘଟଣ। ମିସାଇଲ ମାଡର ଶିକାର ହେଲା LPG ଟ୍ୟାଙ୍କର ଦିଶା। ଭିତରେ 28 ଭାରତୀୟ ନାବିକ। ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ଭିତରେ ସମୁଦ୍ର ପଥରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଇରାନର ଜଳସୀମା ମଧ୍ୟରେ ଏକ ବାଣିଜ୍ୟିକ LPG ଟ୍ୟାଙ୍କର ଉପରେ ହମଲା ହୋଇଛି, ଯେଉଁଥିରେ 28 ଜଣ ଭାରତୀୟ ନାବିକ ସବାର ଥିଲେ। ତେବେ ଏକ ବଡ଼ ଧରଣର ବିପଦ ଟଳି ଯାଇଛି ଏବଂ ଆଶ୍ୱସ୍ତିକର ବିଷୟ ହେଉଛି ଯେ ଏହି ଆକ୍ରମଣ ସତ୍ତ୍ୱେ ଜାହାଜରେ ଥିବା ସମସ୍ତ ଭାରତୀୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଘଟଣାର ପୁଷ୍ଟି କରାଯିବା ସହ ନାବିକମାନଙ୍କ ସୁରକ୍ଷା ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର। DSP ହେଲେ ଦ୍ରୁତ ବଲର ଆକାଶଦୀପ ଓ ମୁକେଶ। ଭାରତୀୟ ଦ୍ରୁତ ବଲର ଆକାଶଦୀପ ଓ ମୁକେଶ କୁମାର ବିହାର ପୋଲିସ ବିଭାଗରେ ଉପ ଅଧୀକ୍ଷକ DSP ଭାବରେ ନିଯୁକ୍ତ ପାଇଛନ୍ତି। ପାଟନାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଯୁବ ଖେଳାଳିମାନଙ୍କୁ କରିବ ଅନୁପ୍ରାଣିତ। ବିହାର ସରକାରଙ୍କ ମେଡାଲ ଆଣ ନିଯୁକ୍ତି ପାଉ ଯୋଜନା ଅଧୀନରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଉଭୟ ଖେଳାଳି ଏହି ନିଯୁକ୍ତି ପାଇଁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ବିହାରର ଯୁବ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ଏହା ପୂର୍ବରୁ 2024 ମସିହାରେ ତେଲେଙ୍ଗାନା ସରକାର ଭାରତୀୟ ଦଳର ଦ୍ରୁତ ବଲର ମହମ୍ମଦ ସିରାଜଙ୍କୁ DSP ଭାବରେ ନିଯୁକ୍ତି ପ୍ରଦାନ କରିଥିଲେ। ପରବର୍ତ୍ତୀ ଖବର। ନିଟ୍ ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ମଧ୍ୟରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇବା ସହ ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜନୈତିକ ମହଲରେ ନେତା ମନ୍ତ୍ରୀଙ୍କ ତରଫରୁ ପ୍ରତିକ୍ରିୟାର ସୁଅ ଛୁଟିବାରେ ଲାଗିଛି। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢିଙ୍କୁ ବିଶେଷ କରି ଜେନ୍ଜିଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ ଗଣତନ୍ତ୍ରର ଅବିଚ୍ଛେଦ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛା ଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ପରବର୍ତ୍ତୀ ଖବର। 6 ଦିନର ବିରତି ପରେ ପୁଣି ଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା। 6 ଦିନ ପରେ ପୁଣି ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ଖରାପ ପାଣିପାଗ, ଭୂସ୍ଖଳନ ଏବଂ ସୁରକ୍ଷା କାରଣରୁ 6 ଦିନ ଧରି ସ୍ଥଗିତ ରହିବା ପରେ ପୁଣି ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପାଗରେ ସୁଧାର ଆସିବା ଏବଂ ଜମ୍ମୁ ଶ୍ରୀନଗର
ଶ୍ରୀନଗର ଜାତୀୟ ରାଜପଥ ଯାତାୟାତ ପାଇଁ ଖୋଲିବା ପରେ ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ 6,000ରୁ ଅଧିକ ଶ୍ରଦ୍ଧାଳୁ କଡ଼ା ସୁରକ୍ଷା ମଧ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଯାତ୍ରା ମାର୍ଗରେ ବିଶେଷ ନଜର ରଖିଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଯାତ୍ରା ପୁଣି ଆରମ୍ଭ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର ସରିଲା ସିଜେପି ସରକାର ବୈଠକ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା। ଦିଲ୍ଲୀର ଯନ୍ତର ମନ୍ତରରେ ଚାଲିଥିବା ସିଜେପିର ଆନ୍ଦୋଳନ ଶେଷ ହୋଇଛି। କେନ୍ଦ୍ର ସରକାର ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ତଥା ସିଜେପି ପକ୍ଷରୁ ଶରଦ ଦାସ ଓ ଆଶୁତୋଷ ରାଙ୍କା ମିଳିତ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ ଶେଷ ହେବାର ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ପକ୍ଷ ଆନ୍ଦୋଳନ ଶେଷ କରିବାକୁ କେଉଁ କେଉଁ ପ୍ରସଙ୍ଗରେ ସହମତି ପ୍ରକାଶ କରିଥିଲେ ସେ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ସିଜେପି ନେତାମାନେ କହିଛନ୍ତି ଯେ ସେମାନଙ୍କର 3ଟି ପ୍ରମୁଖ ଦାବିକୁ ସରକାର ଗ୍ରହଣ କରିଥିବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ଲକି ଫ୍ଲାଇଟ୍ 13କୁ ସଫଳତାର ସହ ଉତ୍କ୍ଷେପଣ କଲା ସ୍ପେସ୍ଏକ୍ସ। ଟେକ୍ସାସର ବୋକା ଚିକାରେ ଥିବା ଷ୍ଟାର ବେସ୍ରୁ ସ୍ପେସ୍ଏକ୍ସର ଷ୍ଟାର ସିପ୍ ଫ୍ଲାଇଟ୍ 13 ସଫଳତାର ସହ ଉତ୍କ୍ଷେପଣ ହେବା ପରେ ଭାରତ ମହାସାଗରରେ ଏକ ସଫଳ ଅବତରଣ କରିଛି। ଏହା ବିଶ୍ୱର କୋଟିପତି ଏଲନ ମସ୍କଙ୍କ ମାଲିକାନାରେ ଥିବା ସ୍ପେସ୍ଏକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ରକେଟ୍ ଇଞ୍ଜିନ୍ ଷ୍ଟାର୍ଟଅପ୍ ସମସ୍ୟାର ସମ୍ମୁଖୀନ ହେବା ପରେ ପୂର୍ବରୁ ଉତ୍କ୍ଷେପଣକୁ ବାତିଲ କରାଯାଇଥିଲା। ସ୍ପେସ୍ଏକ୍ସର ଫ୍ଲାଇଟ୍ 13ର ସଫଳ ଷ୍ଟାର ସିପ୍କୁ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ଷେପଣ ଯାନ କରିବାରେ ଆଉ ଏକ ପ୍ରୟାସ ଭାବରେ ଦେଖାଯାଉଛି। ପରବର୍ତ୍ତୀ ଖବର ପ୍ରହ୍ଲାଦ ଯୋଶୀଙ୍କୁ ଦିଆଗଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଘଟଣାକ୍ରମ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ସାମ୍ନାକୁ ଆସିଛି। ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବିଧାନର ଅନୁଚ୍ଛେଦ 75ର ଖଣ୍ଡ 2 ପ୍ରକାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରଧାନଙ୍କ ଇସ୍ତଫା ତତ୍କାଳ ପ୍ରଭାବ ସ୍ୱୀକାର କରି ନିଆଯାଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ବର୍ତ୍ତମାନ ପୋର୍ଟଫୋଲିଓ ଅତିରିକ୍ତ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ଦ୍ୱିତୀୟ ଟି-20ରେ ଜିମ୍ବାବେକୁ ଶୋଚନୀୟ ଭାବରେ ହରାଇଲା ଭାରତ। 2026ରେ ଟିମ୍ର ତୃତୀୟ ବଡ଼ ବିଜୟ। ଭାରତ ଜିମ୍ବାବେକୁ ଦ୍ୱିତୀୟ ଟି-20ରେ 90 ରନରେ ହରାଇଛି। ଚଳିତ ବର୍ଷ ରନ୍ ଦୃଷ୍ଟିରୁ ଭାରତୀୟ ଦଳର ଏହା ତୃତୀୟ ବଡ଼ ବିଜୟ। ଏହା ସହ ଟିମ୍ ଇଣ୍ଡିଆ 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ 2-0ରେ ଅଗ୍ରଣୀ ହାସଲ କରିବା ସହିତ ସିରିଜ ଆଗୁଆ ଜିତି ନେଇଛି। ହରାରେ ମଇଦାନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଇଶାନ କିଶାନଙ୍କ ବିସ୍ଫୋରକ 81 ରନ୍ ଓ ଉପ ଅଧିନାୟକ ତିଲକ ବର୍ମାଙ୍କ 60 ରନ୍ ବଳରେ ଭାରତ 5 ୱିକେଟ୍ ହରାଇ 219 ରନ୍ କରିଥିଲା। ଜବାବରେ ଘରୋଇ ଜିମ୍ବାବେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି 17 ଓଭର 5ଟି ବଲରେ 129 ରନରେ ଅଲଆଉଟ୍ ହୋଇଛି। ପରବର୍ତ୍ତୀ ଖବର ଆସାମରୁ 3 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଦ୍ୱାରା ପରିଚାଳିତ ଆସାମରୁ 3 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଦ୍ୱାରା ପରିଚାଳିତ ଏକ ବଡ଼ ସ୍ଲିପର ସେଲ୍ ନେଟୱାର୍କକୁ ଧ୍ୱଂସ କରିଛି ଆସାମ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ। ଏହି ସମସ୍ତ ଅପରେଟିଭ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ସହଜାଦ ଭଟ୍ଟି ନେଟୱାର୍କ ସହ ସିଧାସଳଖ ଜଡ଼ିତ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ଆସାମର ବିଭିନ୍ନ ଜିଲ୍ଲାରେ ଏକକାଳୀନ ଚଢ଼ାଉ କରି 3 ଜଣଙ୍କୁ ଗିରଫ କରିଛି ପୋଲିସ। ଆସାମ ପୋଲିସ ଏସ୍ଟିଏଫ୍ ଏସ୍ପିଙ୍କ ସୂଚନା ଅନୁଯାୟୀ ଏହି ମଡ୍ୟୁଲ ଭାରତରେ ଏକ ବଡ଼ ଧରଣର ନେଟୱାର୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଥିଲେ। ପରବର୍ତ୍ତୀ ଖବର ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷିବ 9 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା ଜିଲ୍ଲାଗୁଡ଼ିକ ପାଇଁ ଜାରି ହେଲା ରେଡ୍ ଆଲର୍ଟ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ 2 ଦିନ ଭିତରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ 31 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୀଷଣ ବର୍ଷା ପାଇଁ କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକକୁ ରେଡ୍ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 9 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ପ୍ରବଳ ବର୍ଷା ପାଇଁ ମଧ୍ୟ 9 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏଥିସହ 27 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପରବର୍ତ୍ତୀ ଖବର ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସ୍ୱାଭାବିକ ହେଲା ଦିଲ୍ଲୀ ମେଟ୍ରୋ ଷ୍ଟେସନ। କେନ୍ଦ୍ରୀୟ ଦିଲ୍ଲୀରେ କଡ଼ା ସୁରକ୍ଷା ମଧ୍ୟରେ ବନ୍ଦ ରହିଥିବା 3ଟି ପ୍ରମୁଖ ଦିଲ୍ଲୀ ମେଟ୍ରୋ ଷ୍ଟେସନର ପ୍ରବେଶ ଫାଟକ ଖୋଲି ଯାଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଡିଏମ୍ଆରସି ନିଶ୍ଚିତ କରିବା ପରେ ସଦ୍ୟତମ ଅପଡେଟ୍ ଆସିଛି ଯେ ଯାତ୍ରୀମାନେ ଏବେ ରାଜୀବ ଚୌକ, ମଣ୍ଡି ହାଉସ ଏବଂ କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ। ପରବର୍ତ୍ତୀ ଖବର 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା। ସଡ଼କ ଦୁର୍ଘଟଣାରେ ବାପ ଝିଅଙ୍କ ମୃତ୍ୟୁ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ପରିବାର ପାଇଁ ସହାୟତା ରାଶି ଘୋଷଣା। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଦୁର୍ଘଟଣା। ଏହି ଦୁର୍ଘଟଣାରେ ବାପ ଝିଅଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ଛାମୁଆ ନେତା ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରଦାନକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ନିଜ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ନୈତିକତା ଓ ଉଚ୍ଚ ଆଦର୍ଶ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉଚ୍ଚ ଆଦର୍ଶର ପରିଚୟ ବୋଲି କହିଛନ୍ତି। ପରବର୍ତ୍ତୀ ଖବର ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା। ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ। ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି 2024 ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର କୁମାର ଗୁପ୍ତାଙ୍କୁ ଶନିବାର ସକାଳେ ବିହାରରୁ ଗିରଫ କରାଯାଇଛି। ମହାରାଷ୍ଟ୍ର ଭିୱାଣ୍ଡି ପୋଲିସ ବିହାର ପୋଲିସର ସହଯୋଗରେ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ଖବର ବିହାର ବନ୍ଦ ପାଳନ ବେଳେ ବ୍ୟାପକ ବିକ୍ଷୋଭ ତେଜ ପ୍ରତାପ ଅଟକ। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା ବେଳେ ତା ପୂର୍ବରୁ ତାଙ୍କ ଇସ୍ତଫା ଦାବିରେ ଶନିବାର ବିହାର ବନ୍ଦ ପାଳନ କରାଯାଇଥିଲା। ବନ୍ଦ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ, ରାସ୍ତା ଅବରୋଧ ଓ ପୋଲିସ ସହ ଧସ୍ତାଧସ୍ତି ଘଟିଥିଲା। ପାଟନା ଔରଙ୍ଗାବାଦରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ବିକ୍ଷୋଭକାରୀମାନେ କେତେକ ପୋଲିସ ଗାଡିକୁ କ୍ଷତିଗ୍ରସ୍ତ କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ହସ୍ତକ୍ଷେପ କରିଥିଲା। ପରବର୍ତ୍ତୀ ଖବର ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାରନାଥ ସାମିଲ। ବିଶ୍ୱ ଐତିହ୍ୟ ତାଲିକାରେ ସାରନାଥ। ଉତ୍ତର ପ୍ରଦେଶର ବାରାଣସୀ ନିକଟରେ ଅବସ୍ଥିତ ଏକ ପ୍ରାଚୀନ ବୌଦ୍ଧ ସ୍ଥଳ ସାରନାଥକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଯୋଡାଯାଇଛି। ଦକ୍ଷିଣ କୋରିଆର ବୁସାନରେ ଅନୁଷ୍ଠିତ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର 48ତମ ଅଧିବେଶନରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସାରନାଥ ଭାରତର 45ତମ ବିଶ୍ୱ ଐତିହ୍ୟ ସ୍ଥଳ ପାଲଟିଛି। ୟୁନେସ୍କୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆନୁଷ୍ଠାନିକ ଭାବରେ ଘୋଷଣା କରି ଏହାକୁ ଭାରତର ନୂତନ ବିଶ୍ୱ ଐତିହ୍ୟ ସ୍ଥଳ ବୋଲି କହିଛି।